ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହାପବିତ୍ର ନାମର ଗୌରବ ହଉ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଅନେକ ଦିନର ବ୍ୟବଧାନ ପରେ ତାହାଙ୍କର ଜୀବନ୍ତ ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ ମାଧ୍ୟମରେ ଆପଣମାନଙ୍କ ସହିତ ପୁନର୍ବାର ସାକ୍ଷାତ କରିବା ପାଇଁ ସ୍ୱର୍ଗର ପରମେଶ୍ୱର ମୋତେ ସାହାଯ୍ୟ କଲେ, ଅନୁଗ୍ରହ କଲେ, ଆଉ ଏହି ସୁନ୍ଦର ସୁଯୋଗ ପୁଣି ଥରେ ମୋ ଜୀବନରେ ଯୋଗ କଲେ। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦେଉଛି। ଆପଣମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି ଯେଉଁମାନେ ମୋର ଦେହ ଖରାପର କଥା ଶୁଣିଥିଲେ, ଖବର ଆପଣମାନଙ୍କ ପାଖରେ ଥିଲା। ଆପଣମାନେ ମୋ ପାଇଁ ପ୍ରାର୍ଥନା କରୁଥିଲେ, ବିଶେଷ କରି ଉପାସନା ଚର୍ଚ୍ଚର ଭାଇ ଭଉଣୀମାନେ ଏବଂ ସହଭାଗିତା ଚର୍ଚ୍ଚର ଭାଇ ଭଉଣୀମାନେ। ଆପଣମାନଙ୍କ ପ୍ରାର୍ଥନା, ପ୍ରଭୁଙ୍କ ଅନୁଗ୍ରହ ଆଜି ମୋତେ ସୁସ୍ଥ ସବଳ ରଖିଛି। ଯଦ୍ୟପି ମୁଁ ସମ୍ପୂର୍ଣ୍ଣ ଭଲ ହେଇନାହିଁ, ତଥାପି ମୁଁ ଆଗ ଅପେକ୍ଷା ଭଲ ଅଛି। ଆପଣମାନଙ୍କ ପ୍ରାର୍ଥନା, ପ୍ରଭୁଙ୍କ ଅନୁଗ୍ରହରେ ମୁଁ ଆଜି ଜୀବିତମାନଙ୍କ ମଧ୍ୟରେ ନାମସ୍ଥାନ ପାଇଛି। ସେଥିପାଇଁ ମୁଁ ପ୍ରଭୁଙ୍କର ଗୌରବ କରେ। ପରମେଶ୍ୱର ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟମାନେ, ଯେତେବେଳେ ମୋର ଜାନୁଆରୀ 27 ତାରିଖ ଦିନ ମୋର ସର୍ଜରୀ ହେଲା, ମେଜର ସର୍ଜରୀଟି ହେଲା, ଆଉ ସର୍ଜରୀ ପରେ ମୁଁ ଅନେକ ଦୁଃଖ କଷ୍ଟ ସହ୍ୟ କଲି। ଆଉ ସେଇ ସବୁ ଯନ୍ତ୍ରଣା ଦୁଃଖକୁ ସହ୍ୟ କରିବା ପାଇଁ ପରମେଶ୍ୱର ମୋତେ ଅନୁଗ୍ରହ ଦେଲେ। ମୁଁ ଚାଲି ମଧ୍ୟ ପାରୁନଥିଲି, ମୁଁ ଭଲରେ ବସି ମଧ୍ୟ ପାରୁନଥିଲି, କେବଳ ମୁଁ ଶଯ୍ୟାଶାୟୀ ହେଇ ମୁଁ ରହିଲି। ଆଉ ଏହିପରି ଦୁଃଖ ସମସ୍ୟା ଦେଇ ଗଲାବେଳେ ମୋର ପରମେଶ୍ୱର ମୋର ସଙ୍ଗୀ ହେଲେ। ମୋର ପ୍ରତିଟି ପରିସ୍ଥିତିରେ ସେ ମୋତେ ସମ୍ଭାଳିଲେ, ମୋର ଯତ୍ନ ନେଲେ। ସେଥିପାଇଁ ପ୍ରଭୁଙ୍କର ଗୌରବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ଯେତେବେଳେ ଦୁଃଖ ଦେଇଯିବେ, ରୋଗ ଦେଇଯିବେ, ଅଭାବ ଦେଇଯିବେ, ସମସ୍ୟା ଦେଇ ଗତି କରିବେ, ସେହି ସମୟରେ ଆପଣ ଗୋଟିଏ ବିଷୟ ଜାଣିପାରିବେ ଯେ ମୋର ନିଜର କିଏ ଆଉ ମୋର ପରର କିଏ। ପ୍ରିୟମାନେ, ଆମର ନିଜର କେବଳ ଆମର ପରମେଶ୍ୱର ଅଟନ୍ତି। ଆମ ଜୀବନରେ ଯେତେବେଳେ ଦୁଃଖ ଆସେ, ସମସ୍ୟା ଆସେ, ଅଘଟଣ ଘଟେ, ସେହି ସମୟରେ ଅନେକ ଆମର ବନ୍ଧୁବର୍ଗ, ଆମର ପରିଚିତ ଅନେକ ଲୋକ ଆମକୁ ଅଣଦେଖା କରନ୍ତି, ମାତ୍ର ଆମର ପରମେଶ୍ୱର ଆମ ସହିତ ରୁହନ୍ତି, ଆମକୁ ସେ ସମ୍ଭାଳନ୍ତି, ସେ ଆମର ଯତ୍ନ ନିଅନ୍ତି। ଯେଉଁ ସମୟରେ ମୋର ସର୍ଜରୀ ପରେ ପରେ ମୁଁ ଦୁଃଖ କଷ୍ଟ ଦେଇ ଗଲି, ସେହି ସମୟରେ ପରମେଶ୍ୱର ମୋ ମନ ମଧ୍ୟରେ ଗୋଟିଏ କଥା ସେ ଦେଲେ, ଗୋଟିଏ ପ୍ରସଙ୍ଗ ଦେଲେ, ଗୋଟିଏ ପ୍ରଶ୍ନ ଦେଲେ। ସେହି ପ୍ରସଙ୍ଗଟି ଆଜି ଆପଣମାନଙ୍କ ନିକଟରେ ମୁଁ ଅଳ୍ପ ସମୟ ରଖିବା ପାଇଁ ଚାହେଁ। ପ୍ରସଙ୍ଗର ଶୀର୍ଷକ ହେଲା, ପରମେଶ୍ୱର ମୋତେ କାହିଁକି ଜୀବିତ ରଖିଅଛନ୍ତି। ଆଜିର ପ୍ରସଙ୍ଗ ହେଲା, ପରମେଶ୍ୱର ମୋତେ କାହିଁକି ଜୀବିତ ରଖିଅଛନ୍ତି। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଅନେକ ସମୟରେ ଆମେ ଏହା କହିବା ବଦଳରେ ଆମେ କହୁ ଯେ ମୁଁ ବଞ୍ଚିଛି, ମୁଁ ବଞ୍ଚି ଥାଉ ଥାଉ ପୁଅରେ ତୁ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ, ମୁଁ ବଞ୍ଚି ଥାଉ ଥାଉ ତୁମେ କାହିଁକି ଚିନ୍ତା କରୁଛ। ଏହି ପ୍ରକାର ସ୍ତ୍ରୀମାନଙ୍କୁ ଆମେ କହିଥାଉ। ସ୍ତ୍ରୀମାନେ ମଧ୍ୟ ସ୍ୱାମୀମାନଙ୍କୁ କହନ୍ତି ଯେ ମୁଁ ବଞ୍ଚି ଥାଉ ଥାଉ ତୁମେ କାହିଁକି ଚିନ୍ତା କରୁଛ। ଠିକ ଅଛି, ଆମେ ବଞ୍ଚିଛୁ, ମାତ୍ର କାହିଁକି ବଞ୍ଚିଛୁ। ଅନେକ ସମୟରେ ଆମେ ଭୁଲି ଯାଉ ଯେ ଆମେ ବଞ୍ଚି ନାହୁଁ, ପରମେଶ୍ୱର ଆମକୁ ବଞ୍ଚାଇଛନ୍ତି, ପରମେଶ୍ୱର ଆମକୁ ଜୀବିତ ରଖିଛନ୍ତି। ଏହା ତାହାଙ୍କ ଅନୁଗ୍ରହ ଅଟେ। ଯଦି ଆପଣ ଗୋଟେ ବାକ୍ୟ ପଢିବେ ମୋ ସହିତ, ଗୀତ ସଂହିତା 30 ଗୀତର ତାର 5 ପଦରେ ଲେଖାଗଲା, କାରଣ ତାହାଙ୍କ କ୍ରୋଧ କ୍ଷଣ ମାତ୍ର ସ୍ଥାୟୀ, ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ। ପ୍ରିୟମାନେ, ଯଦି ଆମେ ଜୀବିତ ଅଛୁ, ଆଜି ଆମେ ଜୀବିତମାନଙ୍କ ମଧ୍ୟରେ ନାମସ୍ଥାନ ପାଇଛୁ, ଆପଣ ଆଉ ମୁଁ ଯଦି ବଞ୍ଚିଛୁ, ଏହା ଆମର ବୁଦ୍ଧି ଜ୍ଞାନ, ଆମର ଯତ୍ନଶୀଳତା, ଆମମାନଙ୍କର ଖାଇବା ପିଇବା, ଆମମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଆମର ଧ୍ୟାନ, ସେଥିପାଇଁ ଆମେ ବଞ୍ଚି ନାହୁଁ। ଏହା ପ୍ରଭୁଙ୍କର ଅନୁଗ୍ରହ ଅଟେ। ବାଇବଲ ଜୀବନ ସହିତ ଅନେକ ବିଷୟକୁ ତୁଳନା କରେ। ବାଇବଲରେ ଜୀବନକୁ ପାଣିର ଫୋଟକା ସହିତ ତୁଳନା କରାଯାଏ, ଜୀବନକୁ ଫୁଲ ସହିତ ତୁଳନା କରାଯାଏ ଏବଂ ବାଷ୍ପ ସହିତ ତୁଳନା କରାଯାଏ। ଏହି ପ୍ରକାର ଅନେକ ଘାସ ସହିତ ତୁଳନା କରାଯାଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମର ଜୀବନ ସେହି ପ୍ରକାର। ଆପଣମାନଙ୍କ ମଧ୍ୟରେ ଏବଂ ଆମେ ଅନେକ ଅଛୁ ଯେଉଁମାନେ କି ମୃତ୍ୟୁ ମୁଖରୁ ପରମେଶ୍ୱର ଆମକୁ ବଞ୍ଚାଇଛନ୍ତି। ଆକ୍ସିଡେଣ୍ଟ ହେଇକିନା ଆମେ ଚାଲିଯିବାର ଥିଲା, ପ୍ରଭୁ ଆମକୁ ବଞ୍ଚାଇଲେ। ରୋଗ ଆସିଲା, ଆମେ ଶଯ୍ୟାଶାୟୀ ହେଲୁ, ମୃତ୍ୟୁ ମୁଖରୁ ପରମେଶ୍ୱର ଆମକୁ ସୁସ୍ଥତା ଦେଲେ, ବଞ୍ଚାଇଲେ। ଏବଂ କୋଭିଡ ପରି ଏତେ ବଡ଼ ମହାମାରୀ ଗଲା, ଆମକୁ ପରମେଶ୍ୱର କ'ଣ କଲେ, ଗୁପ୍ତ ସ୍ଥାନରେ ସେ ଆମକୁ ଲୁଚାଇଲେ, ଆମକୁ ଜୀବିତମାନଙ୍କ ମଧ୍ୟରେ ନାମସ୍ଥାନ ଦେଲେ। ଏହିପରି ସମୟରେ ଆମେ କାହିଁକି ଜୀବିତ ଅଛୁ, ପରମେଶ୍ୱର ଆମକୁ କାହିଁକି ବଞ୍ଚାଇଛନ୍ତି, ଏହା ଆମେ ଜାଣିବା ଆବଶ୍ୟକ ରହିଛି। ଆମ ଜୀବନ ପରିବା ଭଳି,
ଅନେକ ସମୟରେ ଆମେ ଭାବୁ ମୋର ତ ବୟସ ଅଛି, ମୁଁ ତ ଏବେ ମୃତ୍ୟୁବରଣ କରିବି ନାହିଁ, ଆହୁରି ଅନେକ ବର୍ଷ ମୋର ବଞ୍ଚିବାର ବାକି ଅଛି। ନାହିଁ ମୋର ପ୍ରିୟ ଭାଇ ଭଉଣୀ, ମନୁଷ୍ୟ ଜୀବନ ପରିବା ସଦୃଶ ଅଟେ। ଆପଣ ପରିବା ଦେଖିବେ, କେତେଟା ପରିବାକୁ ଆମେ କ'ଣ କରୁ, ପାଚିଲା ପରେ ଆମେ ତାକୁ କ'ଣ କରିଥାଉ, କାଢ଼ିଥାଉ। ଆଉ କେତେକ ପରିବା କଞ୍ଚା ଥାଉ ଥାଉ ତୋଳାଯାଏ, ତାକୁ କଢ଼ାଯାଏ। ଉଦାହରଣ ସ୍ୱରୂପ ଟମାଟ ଆମେ କ'ଣ କରୁ, ପାଚିଲା ପରେ ଆମେ ତାକୁ କାଢ଼ି ଆଣୁ। ଏବଂ ଆପଣ ଦେଖିବେ ଭେଣ୍ଡି, କୁନ୍ଦୁରୁ ଏଇସବୁ ବିଷୟ ପାଚିଲା ପରେ କିଛି କାମକୁ ଆସେ ନାହିଁ, ସେଥିପାଇଁ ଆମେ କ'ଣ କରୁ, ତାକୁ କଞ୍ଚା ଥାଉ ଥାଉ ଆମେ କାଢ଼ିକିନା ଆଣୁ। ଠିକ୍ ସେହିପରି ମନୁଷ୍ୟ ଜୀବନ ଅନେକ ଭାଇ ଭଉଣୀମାନେ ବୟସ୍କ ହେଇ ସେମାନେ ମୃତ୍ୟୁବରଣ କରନ୍ତି ଏବଂ ବୟସ ପୂର୍ବରୁ ମଧ୍ୟ ଅନେକ ଭାଇ ଭଉଣୀମାନଙ୍କର ମୃତ୍ୟୁ ଘଟୁଛି। ଆଜି ଯଦି ଆମେ ବଞ୍ଚିଛୁ, ଆମର ଜୀବନ କେତେବେଳେ ଚାଲିଯିବ, ଆମର ଜୀବନ କେତେବେଳେ କ'ଣ ହେବ ଆମେ ଜାଣିନାହୁଁ। ଯଦି ଆମେ ବଞ୍ଚିଛୁ, କାହିଁକି ପରମେଶ୍ୱର ଆମକୁ ଜୀବିତ ରଖିଅଛନ୍ତି? ଏହି ପ୍ରସଙ୍ଗରେ ବାକ୍ୟରୁ କିଛି କଥା କହି ଆପଣମାନଙ୍କୁ ମୁଁ ଉତ୍ସାହିତ କରିବା ସହିତ ପଦେ ପରାମର୍ଶ ଦେବା ପାଇଁ ଚାହେଁ। ଆପଣମାନେ ସେହି ଗୀତ 30 ଗୀତ ତାର 3 ପଦରେ ଦାଉଦ ମହାରାଜା ତାଙ୍କ ଗୀତରେ ପ୍ରକାର ଲେଖନ୍ତି। 30 ଗୀତ 3 ପଦ ଲେଖାଯାଏ, ହେ ସଦାପ୍ରଭୁ, ତୁମ୍ଭେ ପାତାଳରୁ ମୋ ପ୍ରାଣକୁ ଉଠାଇ ଆଣିଅଛ। ପ୍ରଭୁଙ୍କର ଗୌରବ ହଉ। ପାତାଳରୁ ଆପଣଙ୍କର ପ୍ରାଣ ଆଉ ମୋର ପ୍ରାଣକୁ ପରମେଶ୍ୱର କ'ଣ କରିଛନ୍ତି, ଉଠାଇ ଆଣିଛନ୍ତି। ଆମେ ପାପରେ ଜନ୍ମ ହେଲୁ, ଆମେ ସେଇ ଆଦମର ଡିଏନ୍ଏରେ ତାହାର ସ୍ୱଭାବରେ ଆମେ ଜନ୍ମ ହେବାରୁ ଆମେ ଜନ୍ମରୁ ପାପୀ ଥିଲୁ। ପ୍ରଭୁଙ୍କୁ ନ ଜାଣି ଅପରାଧରେ ଆମେ ବଢୁଥିଲୁ, ମନ୍ଦତାରେ ଆମେ ବଢୁଥିଲୁ, ସେଥିପାଇଁ ଆମେ ମୃତ୍ୟୁର ଯୋଗ୍ୟ ଥିଲୁ, ପାତଳରେ ଯିବାର ଯୋଗ୍ୟ ଥିଲୁ, ନର୍କରେ ଯିବାର ସୁନିଶ୍ଚିତ ଆମର ଥିଲା। କିନ୍ତୁ ପରମେଶ୍ୱର କ'ଣ କଲେ, ଆମକୁ ସେ ଉଠାଇ ଆଣିଲେ, ସେଠିରୁ ବାହାର କରି ଆଣିଲେ। ଲେଖାଯାଏ, ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମେ କ'ଣ କଲ, ତୁମ୍ଭେ ପାତାଳରୁ ମୋ ପ୍ରାଣକୁ ଉଠାଇ ଆଣିଅଛ। ତାପରେ ତଳକୁ ଲେଖାଯାଏ, ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବି, ଏଥିପାଇଁ ତୁମ୍ଭେ ମୋତେ ବଞ୍ଚାଇ ରଖିଅଛ। ପ୍ରଭୁଙ୍କର ଗୌରବ ହଉ, ପ୍ରଭୁଙ୍କ ନାମର ମହିମା ହେଉ, ତାହାଙ୍କ ନାମର ସ୍ତୁତି ହେଉ। ପ୍ରିୟ ଭାଇ ଭଉଣୀ, ପରମେଶ୍ୱର ଆପଣଙ୍କୁ ମୋତେ କାହିଁକି ବଞ୍ଚାଇ ରଖିଛନ୍ତି? ଆପଣ ଆଉ ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବୁ, ପାତାଳକୁ ଆମେ ପୁନର୍ବାର ନ ଯିବୁ, ଆମେ ନର୍କର ପଥରେ ଆମେ ପୁନର୍ବାର ନ ଯିବୁ, ସେଥିପାଇଁ ସେ ଆପଣଙ୍କୁ ମୋତେ ଜୀବିତ ରଖିଅଛନ୍ତି। ଜୀବିତ ରଖିଅଛନ୍ତି ପ୍ରଭୁଙ୍କର ପ୍ରିୟ ପ୍ରଭୁଙ୍କ ଲୋକମାନେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆପଣ ଆଉ ମୁଁ ବଞ୍ଚିଥିବା ଅବସ୍ଥାରେ ଆମେ ନର୍କର ପଥଗାମୀ ହେବା ନାହିଁ, ଅସାରିଆ ପଥ ଆଡ଼କୁ ଯିବା ନାହିଁ। ଏହା ପରମେଶ୍ୱର ଆମକୁ କହିବା ପାଇଁ ଚାହାନ୍ତି। ଅନେକ ସମୟରେ ଆମେ କହୁ, ବଞ୍ଚି ଥାଉ ଥାଉ ଯେତେ ପିଉଛ ପିଅ, ବଞ୍ଚି ଥାଉ ଥାଉ ଯେତେ ଖାଉଛ ଖାଅ, ବଞ୍ଚି ଥାଉ ଥାଉ ଏସ ଆରାମ କରିବାର, ଖାଇବାର, ପିଇବାର, ମଲିଗଲା ପରେ ଆହୁରି କ'ଣ କରିବାର ଆମ ପାଖରେ ଆଉ ସୁଯୋଗ ନଥିବ। ବଞ୍ଚି ଥାଉ ଥାଉ ଅନେକ ଭାଇ ଭଉଣୀ ମାନେ, ମୁଁ ବଞ୍ଚିଛି ତ ମରିଲା ପରେ ଆହୁରି ସୁଯୋଗ ମିଳିବ ନାହିଁ, ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର ପାପ ଗୁଡ଼ିକ ସେମାନେ କରି ବସନ୍ତି। ମଦ ପିଅନ୍ତି, ଜୁଆ ଖେଳନ୍ତି, ବ୍ୟଭିଚାର କରନ୍ତି, ଆଉ ସ୍ତ୍ରୀ ଥାଉ ଥାଉ ଆଉ ଗୋଟେ ସ୍ତ୍ରୀ ପଛରେ ଯାଆନ୍ତି, ବିଭିନ୍ନ ପାପରେ ସେମାନେ ଲିପ୍ତ ରୁହନ୍ତି। ପରମେଶ୍ୱର ଆପଣଙ୍କୁ ମୋତେ ଏଥିପାଇଁ ସେ ବଞ୍ଚାଇ ରଖି ନାହାନ୍ତି। କ'ଣ ପାଇଁ ସେ ଆମକୁ ବଞ୍ଚାଇ ରଖିଛନ୍ତି? ଆମେ ଯେପରି ଜୀବନର ପଥରେ ଗମନ କରିବା, ଗର୍ତ୍ତକୁ ନ ଯାଇ ଆମେ ସେ ସଂକୀର୍ଣ୍ଣ ପଥ ଦେଇ ଯିବା। ସଂକୀର୍ଣ୍ଣ ପଥରେ ଦୁଃଖ ଆସିବ, କଷ୍ଟ ଆସିବ, ସମସ୍ୟା ଆସିବ, ମାତ୍ର ପରମେଶ୍ୱର ଆମ ସହିତ ରହିବେ ଆଉ ଆମକୁ ସେଇ ନିରୂପିତ ପଥ ପର୍ଯ୍ୟନ୍ତ ସେ କଢ଼େଇ ନେବେ। ପ୍ରଭୁଙ୍କର ସ୍ତୁତି ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣଙ୍କୁ ମୋତେ ସେ କାହିଁକି ଜୀବିତ ରଖିଛନ୍ତି? ଆମେ ଯେପରି ଗର୍ତ୍ତକୁ ଗମନ ନ କରିବା, ଆମେ ପାତାଳର ପଥ, ସେ ନର୍କର ପଥକୁ ଆମେ ନ ଯିବା, ସେଥିପାଇଁ ସେ ଆମକୁ ଜୀବିତ ରଖିଛନ୍ତି। ଆପଣ ପଢିବେ ଲୁକ ଲିଖିତ ସୁସମାଚାର 16 ଅଧ୍ୟାୟ ତାର 25 ପଦରେ ପ୍ରଭୁ ତାଙ୍କ ବାକ୍ୟରେ ସେ ପ୍ରକାର ଲେଖନ୍ତି। 25 ପଦରେ ଲେଖାଗଲା, କିନ୍ତୁ ଅବ୍ରାହମ କହିଲେ, ପୁଅରେ, ତୁ ଯେ ବଞ୍ଚିଥିବା ସମୟରେ ତୋର ଭଲ ବିଷୟ ସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟ ସବୁ ପାଇଲା, ଏହା ମନେ କର। କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ। ଏହା ସେଇ ଧନୀ ଆଉ ଲାଜାରର ଘଟଣା। ଏହି କଥା ଆମେ ଅନେକ ଜାଣିଛୁ। ଏହା ଖ୍ରୀଷ୍ଟିଆନ ସମାଜରେ ଏକ ସୁପରିଚିତ ଘଟଣା ବା ସୁପରିଚିତ ଏକ ବାକ୍ୟ।
आमे समस्ते जाणु आमे ए स्थान रे अब्राहम होउचंती परमेश्वरंकर निदर्शन आ प्रभु कहउचंती से धनी व्यक्ति को कोन बोली कहउचंती जेतेबेले से नरकरे पड़ी कलबल हे चित्कार करुछि नरकर गोटे आवाज स्वर्ग रे पहुंचुची से कहउची जे मते लाजर को पठे दियो से आंगुलीर टीप बुड़े मो जीव को जे प्रकार से ठंडा कर प्रिय माने जदि आपण बंची समय रे निज इच्छा रे आपण जीवन यापन करूछंती आपण से नरकर पथरे जाउछंती नरक बोली कहले कौन आपण बुझीबार आवश्यक रही नरक कहले कौन जानती कि जोठी की गोटे टप्पा पानी पाई लोक माने छटपट हुअंती गोटे टप्पा पानी जोटी मिले नाही सेटा होची नरक सेटा होची से जंत्रणा सेटा होची से गर्त सेटा होची से पाताळर पथ प्रिय प्रभुଙ୍କ लोक बंची थाउ थाउ आमे कौन करिबा आमे नरकगामी हेबा नाही एई स्थान रे आमे देखुचु पुओरे तू बंची थिबा समय रे भलो विषय सब पाई अनेक समय रे अनेक भाई भणी माने बंची थिबा समय रे कौन करंती सुख सुविधा को आमे खोजी थाउ मोर समस्या घुंची गले हेई थांता मो रोग नथिले हेई थांता मु एबे बंचिची मते भलो खाइबा पीबा मिलिले मो पाई यथेष्ट एई प्रकार अनेक समय आमे करि थाउ किंतु मन परिवर्तन करिबा पापरु फेरिबा प्रभुଙ୍କ ପାଇଁ କିଛି ଆମେ କରିବା ସୁଯୋଗର ସଦ୍ବ୍ୟବହାର କରିବା ମନ୍ଦତାରୁ ଫେରି ଆସିବା ଏବଂ ଆମେ ପରିବର୍ତ୍ତନ ହେଇ ଯେଉଁମାନେ ଭ୍ରାନ୍ତି ପଥରେ ଅଛନ୍ତି ପାପରେ ଅଛନ୍ତି ସେମାନଙ୍କ ପରିତ୍ରାଣର କାରଣ ହେବା ଉଦ୍ଧାରର କାରଣ ହେବା ଏହା ଆମେ ଭୁଲି ଯାଇଥାଉ ପ୍ରଭୁଙ୍କର ଗୌରବ ହଉ परमेश्वर आज आम को कहते आम से धनी व्यक्ति परी हेबा बंची समय ହେଇପାରେ अभाव आसुची कष्ट आसुची दुख आसुची किंतु आमे कौन करिबा आमे स्वर्गर पथ धर्मर पथ जीवनर पथ रे आमे गमन करिबा आमे प्रभुଙ୍କର साक्षी हेबा एथिपाई परमेश्वर आमको कौन करिसंती जीवित मानक मध्यरे रखिसंती आमको जीवन दे से कौन करिसंती पृथ्वी पृष्ठ रे रखिसंती प्रभु ये वाक्य दे आम समस्त प्रचुर भाव में आशीर्वाद करंतु आसंतु आमे पदे प्रार्थना करिबा दयामय स्वर्गस्थ पिता आमे तुमको धन्यवाद दउछु गौरव करूछु तुम वाक्य द्वारा तुम आज मान को कथबार्ता हेलो बापा आम जीवन रे विभिन्न दुर्घटना समस्या रोग आपद विपद आसीछि मरिबा मरिबा बदलरु तुम आमको बंचाई देइछ प्रभु आमे तुमको धन्यवाद दउछु बापा बंचिछु आमे तुम पाई बंची पारिबु तुम अनुग्रह आमको दियो बापा आमे नरकर पथ गर्त को आमे जे प्रकार गमन न करिबु एथिपाई बापा तुमरी पवित्र आत्मा को साहाय्य आमको आवश्यक रही बापा जो माने वाक्य शुणुचंती समस्त को तुम्हें नाम धरी आशीर्वाद करो बापा जो माने भी आज आमे गर्तर पथरे गमन करुछु नरकर पथरे अच्छु पापर पथरे अच्छु तुम्हें यीशुଙ୍କ नाम रे आम समस्त को फेराई आनो आमे प्रभु तुमरी से स्वर्गर पथ जीवनर पथरे आमे गमन करि परिबु आम समस्त को तुम्हें सहायता करो प्रार्थना प्रिय प्रभु यीशुଙ୍କ नाम रे मागुछु पिता आमेन 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 प्रभुଙ୍କର गौरव हो समस्त को नमस्कार प्रभु अनुग्रह कले आमे आउ गोटे अध्याय परस्पर साक्षात करी आमे तांको राज्य मध्य बढ़ुथिबा रहिबा नमस्कार गॉड ब्लेस यू।